ଦେଖନ୍ତୁ ଗତ ତାରିଖ 11 ଜୁନ 2026 ସମୟ ପ୍ରାୟ 9:30 ବଜେ ଆଇସି ବିଜେପୁର ଗୋଟେ ବିଶେଷ ସୂତ୍ରରୁ ଖବର ମିଳିଲା କି ଜଣେ ଅଜଣା ବ୍ୟକ୍ତି ଗୋଟେ ସମଲେଇପଦ ନିକଟସ୍ଥ ଏକ ଆବାଣ୍ଡନେଡ୍ କୂଅ ଭିତରେ ପଡ଼ିକି ସେ ଚିତ୍କାର କରୁଥିଲା ଏବଂ ସେଟାକୁ ବେସ୍ କରିକି ଇନଫର୍ମେସନ୍ ପାଇ ଆଇସି ବିଜେପୁର ଏବଂ ଦମକଳ କେନ୍ଦ୍ରକୁ ଫୋନ୍ କରିକି ଫାୟାର ଷ୍ଟେସନର ଅଧିକାରୀ ଯାଇକି ସେ ଲୋକଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର କରିବାରେ ତାଙ୍କର ନାଁ ଜଣାପଡ଼ିଲା କି ତାଙ୍କ ନାଁ ହେଉଛନ୍ତି ତୁଳସୀରାମ ଭୋଇ ଏବଂ ସେ ହେଉଛନ୍ତି ନିବାସୀ ପୁରେନା ଅଣ୍ଡର ପଦମପୁର ପିଏସ୍। ସେ ନେଇକି ତାପରେ ତାଙ୍କୁ ସିଏସ୍ସି ବିଜେପୁରକୁ ଟ୍ରାନ୍ସଫର କରାଯାଇଥିଲା ଏବଂ ସବସିକ୍ୱେଣ୍ଟଲି ତାଙ୍କୁ ଡିଏଚ୍ଏଚ୍ ବରଗଡ଼କୁ ରେଫର କରାଯାଇଥିଲା ଏବଂ ତାଙ୍କ ଭାଇ ପଲସ୍ୟ ଭିଓ ଲିଖିତ ଅଭିଯୋଗ ଦେଇଥିଲେ। ସେଥିରେ ବେସ୍ କରିକି ବିଜେପୁର ପିଏସ୍ କେସ୍ ନମ୍ବର 138 ତାରିଖ 11 ଜୁନ 2026 ଅଣ୍ଡର ସେକ୍ସନ 109 କ୍ଲଜ 1 3 କ୍ଲଜ 5 ବିଏନ୍ଏସ୍ ରୁଜୁ ହୋଇଥିଲା ଏବଂ କାଲି ଗୋଟେ ଏକ୍ୟୁଜ ବବଲୁ ଆଲିଆସ ବଳରାମ ମନିରା ବାପା ହେଉଛି ସନ୍ତୋଷ ମନିରା ଯିଏ ହେଉଛନ୍ତି ଶକ୍ତିନଗର ପଦମପୁର ତାଙ୍କୁ ଫରୱାର୍ଡ ହୋଇଥିଲା। ସେ ତାଙ୍କ ଅଭିଯୋଗରେ କରିଥିଲେ କି ସେ ଗତ ରବିବାର ଦିନ ତାଙ୍କର 2 ଜଣ ସାଙ୍ଗ ବବଲୁ ମନିରା ଆଉ ତୁଷାର ଭୋଇ ସେମାନେ ଭୋଜି କରିବାକୁ ସମଲେଇପଦର ଗାଁକୁ ଯାଇଥିଲେ। ତାପରେ କିଛି କ୍ଷଣ ଗଲା ପରେ ସେ ମଦ୍ୟପାନ କରିକି ତାଙ୍କ ଭିତରେ ଝଗଡ଼ା ହୋଇଥିଲା ଏବଂ ତାଙ୍କୁ ବାଡ଼େଇକି ତାଙ୍କୁ କୂଅରେ ଫୋପାଡ଼ି ଦେଇଥିଲେ ବୋଲି ସେ ଅଭିଯୋଗ କରିଥିଲେ। ସେକୁ ବେସ୍ କରିକି ଆମେ ତୁରନ୍ତ ବବଲୁ ଆଲିଆସ ବଳରାମ ମନିରା ସନ୍ତୋଷ ତାଙ୍କ ବାପା ହେଉଛି ସନ୍ତୋଷ ମନିରା ଶକ୍ତିନଗର ପଦମପୁର ତାଙ୍କୁ ଆରେଷ୍ଟ କରିକି ଫରୱାର୍ଡ କରିଥିଲୁ। ତାର ପରବର୍ତ୍ତୀ ସମୟରେ ଆଜି ଆଉ 3 ଜଣଙ୍କୁ ଆମେ ଆରେଷ୍ଟ କରିଛୁ। ସେମାନେ ହେଉଛନ୍ତି ଶକ୍ତି ବେହେରା ବାପା ହେଉଛି ଗୁଲାବ ବେହେରା ଯିଏ ହେଉଛନ୍ତି ବିଜେପୁର ବାସିନ୍ଦା ଆଉ ଜଣେ ହେଉଛି ମହମ୍ମଦ ଅକବଲ ରଜାକ ବାପାଙ୍କ ନାଁ ହେଉଛି ଲେଟ୍ ମହମ୍ମଦ ତୟୁବ ଯିଏ ସେ ମଧ୍ୟ ବିଜେପୁରର ଆଉ ଜଣେ ହେଉଛନ୍ତି ତ୍ରିନାଥ ମହାପାତ୍ର ସନ୍ ଅଫ୍ ଲେଟ୍ କୁନୁ ମହାପାତ୍ର ସେ ମଧ୍ୟ ବିଜେପୁରର ବାସିନ୍ଦା ଅଟନ୍ତି। ଘଟଣା ବିଷୟରେ ଆମେ ତାଙ୍କୁ 3 ଜଣଙ୍କୁ ଆମେ ଆରେଷ୍ଟ କଲା ପରେ ଇନଭେଷ୍ଟିଗେସନ୍ ସମୟରେ ଜଣାପଡ଼ିଲା ଯେ ତୁଷାର ଯିଏ ଏକ୍ୟୁଜ୍ ଅଛନ୍ତି ତୁଷାର ଭୋଇ ଆଉ ଜଣେ ଏକ୍ୟୁଜ୍ ଯିଏ ହେଉଛନ୍ତି ବର୍ତ୍ତମାନ ପଦମପୁରରେ ରହୁଛନ୍ତି କିନ୍ତୁ ତାଙ୍କର ଆକ୍ଚୁଆଲ ଘର ହେଉଛି ବିଜେପୁର। ତାପରେ ଅଛି ବବଲୁ ମନିରା ଯିଏ ହେଉଛନ୍ତି ଶକ୍ତିନଗର ପଦମପୁର ବାସିନ୍ଦା ଏବଂ ଭିକ୍ଟିମ୍ ତୁଳସୀରାମ ଭୋଇ 3 ଜଣ ସାଙ୍ଗ। କିଛି ଦିନ ତଳେ ଯେଉଁ ତୁଷାର ଭୋଇ ତୁଳସୀରାମ ଭୋଇଙ୍କର ମୋବାଇଲଟାକୁ ସେ ନେଇଯାଇଥିଲେ ତାହାକୁ ବେସ୍ କରିକି ସେ ପଦମପୁର ଥାନାରେ ଅଭିଯୋଗ କରିଥିଲେ ତାହାକୁ ନେଇକି କେସ୍ ହେଇଥିଲା ଏବଂ ସେଥିରେ ତୁଷାର ତା ଉପରେ ରାଗି ଯାଇଥିଲେ ଏବଂ ତାର ଗୋଟେ ବଦଲା ନେବା ପାଇଁ ସେ ଗୋଟେ ପ୍ଲାନ୍ କରିଥିଲେ। ସେ ପ୍ଲାନ୍କୁ ବଦଲା ନେବା ପାଇଁ ସେ ଗୋଟେ ପ୍ଲାନ୍ କରିକି ତାର ସାଙ୍ଗ ବବଲୁ ମନିରା ଏବଂ ବିଜେପୁରର ତାର ସାଙ୍ଗ ଶକ୍ତି ବେହେରାକୁ କହିଥିଲା। ପ୍ଲାନ୍ ମୁତାବକ ଗତ ରବିବାର ସେମାନେ ଭିକ୍ଟିମ୍ ତୁଳସୀରାମ ଭୋଇକୁ ଚାଲ ଆମେ ଭୋଜି କରିବା କହିକି ପଦମପୁର ତାକୁ ଡାକି ନେଇଥିଲେ ବିଜେପୁରରେ ତାଙ୍କୁ ଜଏନ୍ କରିଥିଲା ଶକ୍ତି ବେହେରା ଯାହାକି ତୁଷାର ଭୋଇର ପୂର୍ବ ସାଙ୍ଗ ଆଗରୁ ସାଙ୍ଗ ଅଛନ୍ତି। ତାପରେ ସେମାନେ ବିଜେପୁର ଏଫ୍ଆଇଏଲ୍ ସବୁରୁ ମଦ କିଣି ସେମାନେ ସମଲେଇପଦରକୁ ଯାଇଥିଲେ। ଶକ୍ତି ବେହେରା ଯିଏକି ବିଜେପୁର ବାସିନ୍ଦା ତାଙ୍କ ସହିତ ଆଉ 2 ଜଣ ସାଙ୍ଗ ମହମ୍ମଦ ଅକବଲ ରଜାକ ଆଉ ତ୍ରିନାଥ ମହାପାତ୍ରକୁ ମଧ୍ୟ ସାଙ୍ଗରେ ଆଣିଥିଲା। ତାପରେ ସେମାନେ ପ୍ଲାନ୍ ମୁତାବକ ସମଲେଇପଦର ଗାଁକୁ ଯାଇଥିଲେ ସେଇଠି ସେମାନେ ଭୋଜି କରିଥିଲେ ଏବଂ ଭୋଜି କଲା ସମୟରେ ତାଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା ଏବଂ ସେ ଯେଉଁ ଭିକ୍ଟିମ୍କୁ ସେ ତୁଷାର ଭୋଇ କହିଥିଲା କି ତା ନା ଏଗେନଷ୍ଟରେ କେସ୍ କାହିଁକି କରିଥିଲା ସେ କଥାକୁ ନେଇକି ତାଙ୍କ ଭିତରେ ଝଗଡ଼ା ହୋଇଥିଲା ଏବଂ ସମସ୍ତେ ମିଶିକି ତାକୁ ତା ଉପରେ ବାଡ଼େଇଥିଲେ। ସେ ଯେଉଁ ୱିପନ୍ଟା ହେଇଥିଲା ଗୋଟେ ବମ୍ବୁ ଷ୍ଟିକ୍ ଆଉ ମଦ ବୋତଲ ସେଟାକୁ ବାଡ଼େଇକି ମାରିଛନ୍ତି। ତାପରେ ଯେତେବେଳେ ଭାବିଲେ କି ଯେ ଅନକନସିୟସ୍ ହେଇଗଲା ସେମାନେ ଭାବିଛନ୍ତି କି କାଳେ ମରିଯାଇଛି ସେଥିପାଇଁ ତାକୁ ଭୟରେ ସେମାନେ ପାଖରେ ଥିବା ଗୋଟେ ଆବାଣ୍ଡନେଡ୍ କୂଅରେ ଫୋପାଡ଼ି ଦେଇକି ସେମାନେ ପଳେଇ ଆସିଥିଲେ। ତାକୁ ବେସ୍ କରିକି ଆମର ବିଜେପୁର ପିଏସ୍ କେସ୍ ନମ୍ବର 138 ଡେଟେଡ୍ 11 ଜୁନ 2026 ରୁଜୁ ହୋଇଛି ଏବଂ ବର୍ତ୍ତମାନ ବବଲୁ ମନିରା ମହମ୍ମଦ ଅକବଲ ରଜାକ ଶକ୍ତି ବେହେରା ଓ ତ୍ରିନାଥ ମହାପାତ୍ର ଏ 4 ଜଣ ଆରେଷ୍ଟ ହେଇକି ସେମାନେ ଅନରେବଲ କୋର୍ଟକୁ ଫରୱାର୍ଡ ହେଇଛନ୍ତି। 5 ଜଣ ଥିଲେ ବବଲୁ ମନିରା ମହମ୍ମଦ ଅକବଲ ରଜାକ ଶକ୍ତି ବେହେରା ତ୍ରିନାଥ ମହାପାତ୍ର ଆଉ ତୁଷାର ଭୋଇ। ଯାହା ନାଁରେ ମୋବାଇଲ ଚୋରି କରିଥିବା କମ୍ପ୍ଲେନ୍ କରିଥିଲା ଅଭିଯୁକ୍ତ କିନ୍ତୁ ତା ସହିତ ପୁଣି ଭୋଜି କରିବା ଯଥାର୍ଥ କ'ଣ?
ଯେହେତୁ ସେମାନେ ଆଗରୁ ପୁରୁଣା ସାଙ୍ଗ, ତାଙ୍କୁ ବି ସେ ମୋବାଇଲଟା ନେଇଯାଇଥିଲା ଆଉ ଫେରି ନଥିଲା, ସେଥିପାଇଁ ସେ ଅଭିଯୋଗ କରିଥିଲା। ବୁଝି କେମିତି କରିବା କମ୍ପ୍ଲେନ କରିବି? ଭୋଜିକୁ ତାଙ୍କ ଯେହେତୁ ପୁରୁଣା ସାଙ୍ଗ, ବିଶ୍ୱାସ ଆଗରୁ ଥିଲା, ତାଙ୍କ ଭିତରେ ଆଉ ଥରେ ସମ୍ପର୍କ ଗଢ଼ି ଆସିଥିଲା। ସାର୍ ଯେନ୍ ଯେନ୍ ମାନେ ଅଭିଯୁକ୍ତ ମାନେ ସେମାନେ ତାଙ୍କର ପ୍ରିଭିୟସ୍ କିଛି କ୍ରିମିନାଲ କେସରେ କରନ୍ତି। ହଁ, ବବଲୁ ମନିରା ସେ ଆଗରୁ କେସ୍ ପଦମପୁର କେସ୍ରେ ସେ ଫରୱାର୍ଡ ହେଇଛି। ସାର୍ ଏ ଯେନ୍ ପିଲାମାନେ କାଣା କାମ କରୁଥିଲେ, କେନ୍ ଟାଇପ୍ର କାମ କରୁଥିଲେ ତାର କିଛି? ଯେନ୍ ଦେଖନ୍ତୁ ଯେ ଏକ୍ୟୁଜ ଅଛନ୍ତି ତୁଷାର ଆଲିଆସ ଜଗନ ଭୋଇ, ସେ ବିଜେପୁରର ବାସିନ୍ଦା। ତା ବାପା ଗୋଟେ ଜଳଖିଆ ଦୋକାନ କରନ୍ତି ବିଜେପୁରରେ, କିନ୍ତୁ ସେ ପଦମପୁରରେ ରହିକି ତା ମାଆଙ୍କ ସହିତ ଅଞ୍ଚଳ କଲେଜରେ ସେ ପାଠ ପଢ଼ୁଅଛି। ଅନ୍ୟମାନଙ୍କର ଆମେ ତାଙ୍କର ବ୍ୟାକଗ୍ରାଉଣ୍ଡଟା ଚେକ୍ କରୁଛୁ, ପରେ ଆମେ ଆପଣଙ୍କୁ ଜଣାଇବୁ।